ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଅବଦୁଲ କଲାମ। ତାମିଲନାଡୁ ରାଜ୍ୟ ଆଗେ ଥିଲା ମାନ୍ଦ୍ରାଜ। 1931 ମସିହା ଅକ୍ଟୋବର ମାସ 15 ତାରିଖରେ ମାନ୍ଦ୍ରାଜର ରାମେଶ୍ୱର ସହରରେ ଅବଦୁଲ କଲାମ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜୈନୁଲାବଦିନ ଓ ମାତାଙ୍କ ନାମ ଆସିୟାମ୍ମା। ଜୈନୁଲାବଦିନଙ୍କ 4 ପୁତ୍ର ଓ ଗୋଟିଏ ଝିଅ ଥିଲେ। ଝିଅଟିର ନାମ ଥିଲା ଜୋହରା। ଜୈନୁଲାବଦିନ ସେମିତି ଧନୀ ନଥିଲେ କି ଶିକ୍ଷିତ ନଥିଲେ। ତଥାପି ସେ ଥିଲେ ବୁଦ୍ଧିମାନ, ସତ୍ୟବାଦୀ, ଉଦାର ଓ ବିଚାରବନ୍ତ। ସେ ଡଙ୍ଗାବାହୀ ପରିବାର ପ୍ରତିପୋଷଣ କରୁଥିଲେ। ରାମେଶ୍ୱରଠାରୁ ଧାନୁଷକୋଡ଼ି ମଧ୍ୟରେ ତୀର୍ଥଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲେ। କଲାମଙ୍କର ମା ଆସିୟାମ୍ମା ଥିଲେ ଆଦର୍ଶ ଗୃହିଣୀ ଓ ଧର୍ମପ୍ରାଣା ମହିଳା। ଜୈନୁଲାବଦିନ ଓ ତାଙ୍କ ପତ୍ନୀ ଆସିୟାମ୍ମା ଅତ୍ୟନ୍ତ ଅତିଥିପରାୟଣ ଥିବାରୁ ପ୍ରତିଦିନ କିଛି ଅତିଥିଙ୍କୁ ଘରେ ଖୁଆଉଥିଲେ। ଏଥିରୁ ସେ ବହୁତ ଆନନ୍ଦ ପାଉଥିଲେ। ଜୈନୁଲାବଦିନଙ୍କ ପ୍ରିୟ ବନ୍ଧୁ ଥିଲେ ରାମେଶ୍ୱର ମନ୍ଦିରର ପୁରୋହିତ ଲକ୍ଷ୍ମଣ ଶାସ୍ତ୍ରୀ। ଜାତି ଓ ସମ୍ପ୍ରଦାୟର ଭେଦ ସେମାନଙ୍କ ମଧ୍ୟରେ ନଥିଲା। କଲାମଙ୍କ ଚେହେରା ଓ ଚାହାଣୀରୁ ବଡ଼ ମଣିଷ ହେବାର ସୂଚନା ଜଣାପଡ଼ୁଥିଲା। ପିଲାଟି ଦିନରୁ କଲାମ ଅତି ସରଳ ଓ ସାଧାସିଧା ଥିଲେ। ରୋଷେଇ ଘରେ ଖାଇବାକୁ ସେ ଭଲ ପାଉଥିଲେ। ମାଙ୍କ ହାତ ପରଷା କଲାମଙ୍କ ପାଇଁ ଅତି ପ୍ରିୟ ଥିଲା। କଲାମ ଓ ଅନ୍ୟ ଭାଇ ଭଉଣୀମାନେ ବାପାଙ୍କଠାରୁ ସାଧୁତା, ଶୃଙ୍ଖଳା ଜ୍ଞାନ ଓ ମାଙ୍କଠାରୁ ଦୟା ଓ ଭଲ କାମରେ ବିଶ୍ୱାସ କରିବା ସୁଗୁଣମାନ ଶିକ୍ଷା କରିଥିଲେ। ମା ଆସିୟାମ୍ମା ଓ ଜେଜେମା ତାଙ୍କୁ ରାମାୟଣ ଓ ମହମ୍ମଦଙ୍କ ଜୀବନର କାହାଣୀମାନ ଶୁଣାଉଥିଲେ। ପିଲାଦିନରୁ କଲାମଙ୍କର ଈଶ୍ୱର ବିଶ୍ୱାସ ଜାତ ହୋଇଥିଲା। କଲାମ ରାମେଶ୍ୱରମ ଏଲିମେଣ୍ଟାରୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ରାମନାଥପୁରମ ସ୍କ୍ୱାଟର ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରି ମାଧ୍ୟମିକ ଶିକ୍ଷା ଲାଭ କରିଥିଲେ। ନାନା ପ୍ରକାର ଅଭାବ ଅନାଟନ ମଧ୍ୟରେ ତାଙ୍କର ପାଠପଢ଼ା ଚାଲୁ ରହିଥିଲା। ସେ ସେଣ୍ଟ ଜୋସେଫ କଲେଜରେ ଇଣ୍ଟରମିଡ଼ିଏଟ୍ ପାସ୍ କଲା ପରେ ସେହି କଲେଜରୁ BSc ପାସ୍ କରିଥିଲେ। ସେ ସମୟର ନାମକରା ବୈଷୟିକ ଶିକ୍ଷାନୁଷ୍ଠାନ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି MITରୁ କୃତିତ୍ୱର ସହିତ ବୈମାନିକ ଇଞ୍ଜିନିୟର ହୋଇ ବାହାରିଥିଲେ। ବାପ ମାଙ୍କ ବ୍ୟତୀତ କଲାମଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲେ ତାଙ୍କର ସମ୍ପର୍କୀୟ ଭାଇ ଶାମସୁଦ୍ଦିନ। ସେ ରାମେଶ୍ୱରର ଜଣେ ମାତ୍ର ସମ୍ବାଦ ବିତରକ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା। ରାମେଶ୍ୱରମରେ ଗାଡ଼ି ରହିବା ବାତିଲ ହୋଇଗଲା। ଶାମସୁଦ୍ଦିନ ଖବରକାଗଜ ପ୍ୟାକେଟ ଗୁଡ଼ିକୁ ସଂଗ୍ରହ କରିବା ପାଇଁ ଲୋକ ଖୋଜୁଥିଲେ। କଲାମ ଆଗ୍ରହ ସହିତ ସେହି କାମ କରିବା ପାଇଁ ରାଜି ହୋଇଗଲେ। କଲାମ ସେହି କାର୍ଯ୍ୟ କରିବା ଦ୍ୱାରା କିଛି ପାରିଶ୍ରମିକ ପାଇବାରୁ ଖୁବ୍ ଖୁସି ହୋଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବଜାରରେ ତେନ୍ତୁଳି ମଞ୍ଜିର ଚାହିଦା ଖୁବ୍ ବଢ଼ିଗଲା। ସେତେବେଳକୁ କଲାମଙ୍କୁ ହୋଇଥିଲା ମାତ୍ର 8 ବର୍ଷ। ସେ ତେନ୍ତୁଳି ମଞ୍ଜି ସଂଗ୍ରହ କରି ସେସବୁକୁ ଦୋକାନରେ ବିକ୍ରୟ କରି ପ୍ରାୟ ଅଣାଏ 6 ପଇସା ରୋଜଗାର କରୁଥିଲେ। ଛୋଟ ପିଲା ହେଲେ ବି କାମ କରିବାକୁ ଭଲ ପାଉଥିଲେ। କଲାମ ପିଲାଦିନୁ ବହି ପଢ଼ିବାକୁ ବହୁତ ଆଗ୍ରହୀ ଥିଲେ। ସେତେବେଳେ ବହି ପାଇବା କଷ୍ଟକର ଥିଲା। ସେ ଘର ନିକଟରେ ଥିବା ପାଠାଗାରରୁ ବହି ଆଣି ପଢ଼ୁଥିଲେ। ପାଠପଢ଼ାରେ ମଧ୍ୟ ଆଗେଇଲେ। ତାଙ୍କର ପାଠପଢ଼ା ଦେଖି ଶିକ୍ଷକମାନେ ଆଶ୍ଚର୍ଯ୍ୟ ହେଲେ। ଭବିଷ୍ୟତରେ କଲାମ ବଡ଼ ମଣିଷ ହେବାର ସ୍ୱପ୍ନ ଦେଖିଲେ। ପିଲାଟି ଦିନରୁ ସେ ସତ କଥା କହିବାକୁ ଅଭ୍ୟାସ କରିଥିଲେ। ସେ ସାଙ୍ଗ ପିଲାମାନଙ୍କ ସହିତ ମାଡ଼ଗୋଳ ବା କଳିକଜିଆ କରୁନଥିଲେ। ସମସ୍ତଙ୍କ ସହିତ ମିଳିମିଶି ଚଳୁଥିଲେ। କଲାମଙ୍କ ପ୍ରିୟ ସାଥୀ ଥିଲେ ରାମେଶ୍ୱର ମନ୍ଦିରର ପ୍ରଧାନ ପୁରୋହିତଙ୍କ ପୁଅ ରମଣ। ସେ ବାପାଙ୍କ ସହିତ ମନ୍ଦିରକୁ ଯାଇ ଠାକୁରଙ୍କ ସେବା ପୂଜା କରୁଥିଲେ। ସେ ବ୍ରାହ୍ମଣ ହୋଇଥିଲେ ମଧ୍ୟ ମୁସଲମାନ ପିଲାମାନଙ୍କ ସହିତ ଅବାଧ ମିଳାମିଶା କରୁଥିଲେ। ରମଣ ଓ କଲାମ ଶ୍ରେଣୀରେ ଲଗାଲଗ ହୋଇ ବସୁଥିଲେ। ସେ ସମୟରେ ସ୍କୁଲକୁ ଜଣେ ନୂଆ ଶିକ୍ଷକ ଆସିଥିଲେ। ହିନ୍ଦୁ ପୁରୋହିତ ପୁଅ ସହିତ ମୁସଲମାନ ପୁଅ ବସିବା ତାଙ୍କୁ ଭଲ ଲାଗିଲା ନାହିଁ।
ସେ କଲାମକୁ ସେଠାରୁ ନେଇ ପଛ ଧାଡ଼ିରେ ବସାଇଦେଲେ। ରମଣ ସଞ୍ଜବେଳେ ବାପାକୁ ସବୁ କଥା କାନ୍ଦି କାନ୍ଦି ଜଣାଇଲେ। ହିନ୍ଦୁ ପୁରୋହିତ ହେଲେ ମଧ୍ୟ ରମଣର ବାପା ମୁସଲମାନକୁ ଘୃଣା କରୁନଥିଲେ। ଲକ୍ଷ୍ମଣ ଶାସ୍ତ୍ରୀ ହିନ୍ଦୁ ଶିକ୍ଷକଙ୍କୁ ଡାକି ବୁଝାଇ କହିଲେ, ବିଦ୍ୟାଳୟ ଏକ ପବିତ୍ର ସ୍ଥଳ। ଏଠାରେ ସମସ୍ତଙ୍କର ପରିବାର ଅଧିକାର ଅଛି। ଲକ୍ଷ୍ମଣ ଶାସ୍ତ୍ରୀଙ୍କ କଥା ଶୁଣି ଶିକ୍ଷକ ନିଜର ଭୁଲ ବୁଝିପାରିଲେ। ନିଜ କାମ ପାଇଁ ଅନୁତାପ କଲେ। ପରଦିନ କଲାମ ଓ ରମଣଙ୍କୁ ଡାକି ଆଗ ପରି ପାଖାପାଖି ହୋଇ ବସିବାକୁ କହିଲେ। ସେଣ୍ଟ ଜୋସେଫ କଲେଜରୁ ତାଙ୍କର BSc ପଢ଼ା ସରିଲା ପରେ ମହାକାଶ ବିଜ୍ଞାନ ପ୍ରତି ତାଙ୍କର ଅନୁରକ୍ତି ତାଙ୍କୁ ଇଞ୍ଜିନିୟରିଂ ପଢ଼ିବା ପାଇଁ ପ୍ରେରଣା ଦେଲା। ଇଞ୍ଜିନିୟରିଂ ପଢ଼ିବା ପାଇଁ ପଇସାର ଅଭାବରେ ସେ ଭାଙ୍ଗି ପଡ଼ିଲେ। ଏହି ସମୟରେ ତାଙ୍କର ଭଉଣୀ ଜୋହରା ଓ ଭିଣେଇ ଅହମଦ ଜଲାଲୁଦ୍ଦିନ ସହଯୋଗର ହାତ ବଢ଼ାଇଥିଲେ। ଅଳ୍ପ ଉଚ୍ଚରେ ଉଡ଼ିପାରୁଥିବା ଲଢୁଆ ବିମାନର ପ୍ରକଳ୍ପ କାର୍ଯ୍ୟ ସାରିବାର ଦେଖି ପ୍ରଫେସର ଶ୍ରୀନିବାସନ ପ୍ରଶଂସା କରି କହିଲେ, କଷ୍ଟ କଲେ କୁଷ୍ଠ ମିଳନ୍ତି। MITରୁ ଇଞ୍ଜିନିୟରିଂ ପାସ୍ କଲା ପରେ ପ୍ରତିରକ୍ଷା ବିଭାଗରେ ନିଯୁକ୍ତି ପତ୍ର ପାଇଲେ। ଉଡ଼ାଜାହାଜ ଉଡ଼ାଇବାରେ ବିଫଳ ହେଲେ, ମାତ୍ର ଉଡ଼ାଜାହାଜକୁ ଉଡ଼ାଇବାରେ କ୍ଷମତା ଦେଲେ। ରକେଟ ଇଞ୍ଜିନିୟରିଂ ପଦ ପାଇଁ ନିଯୁକ୍ତି ପତ୍ର ପାଇ ଗବେଷଣା କେନ୍ଦ୍ରରେ ଯୋଗ ଦେଲେ। କଲାମଙ୍କ ଉଦ୍ୟମରେ ତ୍ରିଶୂଳ ସଫଳ ପରୀକ୍ଷା ହୋଇଥିଲା। ପୃଥିବୀର ଉତ୍କ୍ଷେପଣ ଆମ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଦେଇଥିଲା। ସାରା ବିଶ୍ୱରେ ଅଗ୍ନି ପାଇଁ ଭାରତର ଗୌରବ ବଢ଼ିଗଲା। କଲାମ ହେଲେ କ୍ଷେପଣାସ୍ତ୍ର ମାନବ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ରୂପେ ସେ ସମ୍ମାନିତ ହୋଇଥିଲେ। କଲାମ ଜାଣିଥିଲେ, କ୍ଷେପଣାସ୍ତ୍ର ସହିତ ପରମାଣୁ ଶକ୍ତି ଦ୍ୱାରା ଭାରତକୁ ଶକ୍ତିଶାଳୀ କରିହେବ। 1998 ମସିହା ମେ ମାସ 11 ଓ 13 ତାରିଖରେ ରାଜସ୍ଥାନର ପୋଖରାନଠାରେ ଆଣବିକ ପରୀକ୍ଷା କରାଇ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ କାର୍ଯ୍ୟ ସମ୍ପାଦନ କରିଥିଲେ। ଭାରତ ଏକ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେଲା। ଯାଦବପୁର ଓ ମାଡ୍ରାସର ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ଅଫ୍ ସାଇନ୍ସ ଉପାଧି ପ୍ରଦାନ କରିଥିଲେ। ଦେଶର 25ଟି ବିଶ୍ୱବିଦ୍ୟାଳୟ କଲାମଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରିଥିଲେ। ସେ ଭାରତ ସରକାରଙ୍କଠୁ 1981ରେ ପଦ୍ମଭୂଷଣ, 1990ରେ ପଦ୍ମବିଭୂଷଣ ଓ 1997ରେ ଭାରତରତ୍ନ ଉପାଧିରେ ଭୂଷିତ ହୋଇଥିଲେ। 2002 ମସିହାରେ ପ୍ରଖ୍ୟାତ ବୈଜ୍ଞାନିକ କଲାମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଦେଶର ଭବିଷ୍ୟତ ନାଗରିକ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ରାଷ୍ଟ୍ରପତି କଲାମ ଖୁବ୍ ପ୍ରିୟ। କଲାମଙ୍କର ସାଦାସିଧା, ସହଜ ସରଳ ଆନ୍ତରିକ ବ୍ୟବହାର ପିଲାମାନଙ୍କୁ ଆପଣାର କରିନେଉଥିଲା। କଲାମ ଅନେକ ସୁଗୁଣର ଅଧିକାରୀ ଥିଲେ। ସେ ଦିନକୁ 18 ଘଣ୍ଟା ପରିଶ୍ରମ କରୁଥିଲେ। ସେ କଠୋର ପରିଶ୍ରମୀ ଥିଲେ। ଅତି ସାଦାସିଧା ବେଶ ପୋଷାକ, 2 ଶଯ୍ୟା ବିଶିଷ୍ଟ ବଖରାଏ ଘରେ ସେ ରହୁଥିଲେ। ଟେଲିଭିଜନ ଦେଖୁନଥିଲେ। ସଞ୍ଚୟ କରିବା କଲାମଙ୍କର ଆଉ ଏକ ଭଲ ଗୁଣ। ମଉଜ ମଜଲିସରେ ପଇସା ଖର୍ଚ୍ଚ କରିବାକୁ ସେ ପସନ୍ଦ କରୁନଥିଲେ। ମୁସଲମାନ ପରିବାରର ଲୋକ ହୋଇ ମଧ୍ୟ ସେ ମାଛ ମାଂସ ଖାଉନଥିଲେ। କିଛି ବଦଭ୍ୟାସ ତାଙ୍କର ନଥିଲା। ପିଲାଦିନୁ ସେ ଈଶ୍ୱର ବିଶ୍ୱାସୀ ଥିଲେ। ସବୁ ଧର୍ମ ପ୍ରତି ତାଙ୍କର ଅନୁରାଗ ଥିଲା। ପ୍ରତିଟି ବୈଜ୍ଞାନିକ ଉଦ୍ଭାବନରେ ସେ ଈଶ୍ୱରଙ୍କ ଆଶୀର୍ବାଦ ଅନୁଭବ କରୁଥିଲେ। ଜାତିଭେଦରୁ ସେ ବହୁତ ଦୂରରେ ଥିଲେ। ବଡ଼ ସାନ ଉଚ୍ଚ ନୀଚ ଭେଦଭାବ ତାଙ୍କର ନଥିଲା। ମଣିଷକୁ ଭଲ ପାଉଥିବା ମଣିଷଟିଏ କଲାମ ଥିଲେ। 27 ଜୁଲାଇ 2015 ମସିହାରେ ଏହି ମହାମାନବଙ୍କର ମହାପ୍ରଣୟ ଘଟିଥିଲା।